तो से समय रास्तार नदी आसीगला तो नदी पारे सुदामा पाखे पैसा थे ना केमिति नदी पार हे तो से समय नौकारे बसीगले तो जमिति सुदामार रूप अच्छी या देखा परे से नौका बालार दया आसीगला आ नदी पार करदेले जाकि गच तले कि समय बसी नेले से समय जोगमाया निद्रा बल सी द्वारिका पहुंची गले कि समय निद्रा आसीगला उठिकी देखिले जे अरे मो द्वारिका पहुंची गली माने अरे एते सुंदर नगरी पचार सुदामा ये नगरी कौन ये क्यों जगह भाई समस्त कहते ये द्वारिका नगरी ये द्वारिका नगरी मो सखा ए द्वारिका रोचंती बोले तुम सखा हाँ श्रीकृष्ण मोर बाल्य सखा सी मो सखा श्रीकृष्ण तो बाल्य सखा तो पुनर्बार धीरे धीरे सी पचारे हाँ आग को जो राजमहल देखा श्रीकृष्ण द्वारिकाधीश से स्थान अच्छा तो बहुत सुंदर भाव धीरे धीरे सुदामा जाउचंती द्वारिकाधीश नगर आड़े को दाता तेरा मेरा प्यार कभी ना बदले दाता तेरा मेरा प्यार कभी ना बदले दाता तेरा मेरा प्यार कभी ना बदले दाता तेरा मेरा प्यार कभी ना बदले
ଦ୍ୱାରିକାଧୀଶ ଶ୍ରୀକୃଷ୍ଣ କଣ ଏଇ ମହଲରେ ରହୁଛନ୍ତି? ବୋଲେ ଇଏ ଦ୍ୱାରପାଳ ମାନେ କହିଲେ ହଁ, ଏଇ ଦ୍ୱାରିକାଧୀଶ ଶ୍ରୀକୃଷ୍ଣଙ୍କର ମହଲ ଭବନ। ତ ଇଏ ବ୍ରାହ୍ମଣର ବଡ ଅଦ୍ଭୁତ ଚେହେରା, ପାଦରେ କଠ ବି ନାହିଁ, ଧୋତି ପିନ୍ଧିଛ ଫଟା ପୁରୁଣା, କେତେ ଦିନରୁ କେତେ ଦିନ ଇଏ ଫଟା ପୁରୁଣା ଧୋତି ପିନ୍ଧିଛି। এইভাবে এতে গরিব ব্রাহ্মণ, আর আজ পর্যন্ত এতে ব্রাহ্মণ দেখিছু, কিয়ে কৌশি ব্রাহ্মণ বি এইপরি ব্রাহ্মণ নুহ। আর ইয়ে ব্রাহ্মণ জন কৌছন্তি সে শ্রীকৃষ্ণଙ୍କର ବାଲ୍ୟ ସଖା, ଶ୍ରୀକୃଷ୍ଣଙ୍କର ମିତ୍ର। ଆଉ ଏମିତି କହିଲେ ଚାଲ ତମ ଦ୍ୱାରପାଳ ମାନଙ୍କୁ ଜଣେଇ ଦେଲେ ତମେ ଯାଅ, ମୋ ମିତ୍ର ଶ୍ରୀକୃଷ୍ଣଙ୍କୁ କେବଳ ଏତିକି କୁହ କି ଏକ ବ୍ରାହ୍ମଣ ଆସିଛି, ନା ତାର ସୁଦାମା କହୁଛି। ଜଣେ ଦ୍ୱାରପାଳ ଶ୍ରୀକୃଷ୍ଣଙ୍କ ପାଖକୁ ଚାଲିଯିବେ, ଯାଇକି ଜଣନ୍ତି ପ୍ରଭୁ ଶ୍ରୀକୃଷ୍ଣ ଆଉ ଜଣେ। ତ ଶ୍ରୀକୃଷ୍ଣ ପାଖକୁ ଯାଇକି ଜଣାନ୍ତି କି ଜଣେ ବ୍ରାହ୍ମଣ ଆସିଛନ୍ତି, ପିନ୍ଧିବା ପାଇଁ ଜାଣ ବସ୍ତ୍ର ଟିକେ ଭଲ ଦେଖାଯାଉନି, ଫଟା ଟୁଟା ବସ୍ତ୍ର, ପାଦରେ ଚପଲ ବି ନାହିଁ, ମୁଣ୍ଡରେ ପଗଡି ବି ନାହିଁ। ଯେମିତି ନା ଶୁଣିଛି ସୁଦାମା, ଶ୍ରୀକୃଷ୍ଣ ସୁଦାମା 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 କହି ଦୌଡ଼ିକି ଚାଲିଗଲେ। ଆରେ ସୁଦାମା ମୋ ମିତ୍ର, ସୁଦାମା ମୋ ମିତ୍ର, ମୋ ମିତ୍ର ସୁଦାମା ସୁଦାମା ସୁଦାମା। ତ ସୁଦାମାଙ୍କୁ ଗଳାରେ ଲଗେଇ ନେଇକି ଶ୍ରୀକୃଷ୍ଣ ନିଜ ମହଲକୁ ଚାଲି ଆସିଲେ। ତ ଏହାପରେ ସୁଦାମାକୁ ପାଛୁଟିକି ନେଇଗଲେ, ବୋଲେ ବୃନ୍ଦାବନ ବିହାରୀ ଲାଲ କି। ତ ମହଲକୁ ନେଇଗଲେ, ଆଉ ଶ୍ରୀକୃଷ୍ଣ ସ୍ୱୟଂ ରୁକ୍ମିଣୀଙ୍କୁ କହିଲେ ଦେବୀ ଯାଅ ଜଳ ଆଣ। ତ ଶ୍ରୀକୃଷ୍ଣ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ଜଳ ନେଇଦେଲେ। ଆଉ ଶ୍ରୀକୃଷ୍ଣ ସ୍ୱୟଂ ମାନେ ଏମିତି ପାଦ ଧୋଇଦେଲେ, ଶ୍ରୀକୃଷ୍ଣ ମାନେ ରୁକ୍ମିଣୀ ପାଣି ପାଇଁ ଯାଇଛନ୍ତି। ତ ସେଇ ସମୟରେ ଆଖି ଲୁହରେ ହିଁ ସୁଦାମାର ଯୋଉ ପାଦକୁ ଦେଖିକି ଶ୍ରୀକୃଷ୍ଣ କାନ୍ଦି କାନ୍ଦି ସେ ଆଖି ଲୁହରେ ହିଁ ଶ୍ରୀକୃଷ୍ଣଙ୍କର ପାଦ ଧୋଇଦେଲେ। ଦେଖିଲେ ପାଦରେ କଣ୍ଟା ସବୁ ଲାଗିଛି, ଆଉ ଇଏ ଦାନ୍ତ ମାଧ୍ୟମରେ ସେ କଣ୍ଟା ସବୁ କାଢି ଦଉଛନ୍ତି। ଏ ଶ୍ରୀକୃଷ୍ଣଙ୍କ ପ୍ରତି ଏତେ ଶ୍ରଦ୍ଧା ସୁଦାମାଙ୍କ ପ୍ରତି, ତ ବଡ ଶ୍ରଦ୍ଧାର ସହିତ ସିଏ ପାଦ ଧୋଇକି ସୁନ୍ଦର ଆସନରେ ବସେଇକି କିଏ କଥାବାର୍ତ୍ତା ହଉଛନ୍ତି। ତ ସେଇ ସମୟରେ କଥା ହଉ ତ ବିବାହ କଥା ଆସିଲା। ଆରେ ସୁଦାମା ତମର ବିବାହ ହେଇଗଲା? ବୋଲେ ହଁ ବିବାହ ହେଇଗଲା, ଆଉ ମତେ ଟିକେ ଜଣେଇଲ ନାହିଁ। ତ କହ୍ନୈୟା ତମର ବିବାହ ହେଇଗଲା? ହଁ। ତ ଏଇ କଥାବାର୍ତ୍ତା ହେବା ଭିତରେ ସେ ଗୁରୁକୁଳର କଥାକୁ ମନେ ପକେଇଲେ ସୁଦାମା, ଆମେ ଗୁରୁକୁଳରେ କେତେ ସୁନ୍ଦର ଭାବରେ ରହୁଥିଲୁ। ତ ଏଇ ସବୁ କଥାବାର୍ତ୍ତା ହେଲା ପରେ ପଚାରିଲେ, ବିବାହ ଯଦି ହେଇଛ ତ ଭାଉଜ ସୁନିଶ୍ଚିତ କିଛି ନା କିଛି ପଠେଇଥିବେ, ମୋ ପାଇଁ ପଠେଇଥିବେ। ତ କେତୋଟି ଜାଗାରେ ଆମେ ଖାଲି ହାତରେ ଯିବା ଉଚିତ ନୁହେଁ। ତ ମିତ୍ରଙ୍କ ଘରେ ଯଦି ଯିବା ତ ତାଙ୍କ ଘରେ ଗଲେ କିଛି ସାଙ୍ଗରେ ନେଇକି ଯିବା ଉଚିତ। ଆଉ ଗୁରୁଙ୍କ ପାଖରେ ଯଦି ଯିବା ସେଇ ସ୍ଥାନରେ ବି ଖାଲି ହାତ ଯିବା ଉଚିତ ନୁହଁ। ଆଉ ଭଗବାନଙ୍କ ପାଖକୁ ଯଦି ଯିବା ତାହେଲେ ସେଠି ବି ଖାଲି ହାତରେ ଯିବା ଉଚିତ ନୁହଁ। ତ ତେଣୁକରି ନିଶ୍ଚୟ ଭାଉଜ କିଛି ଦେଇଥିବେ। ତ ଇଏ ଏତେ ବଡ଼ ମହଲରେ ଆସିକି ଏଇ ଖୁଦ ବଜା ଦେବା
ସୁଦାମା ଲଜ୍ଜିତ ହେଇଗଲେ ଆଉ ସୁଦାମାକୁ ଶ୍ରୀକୃଷ୍ଣ ବଳତ୍କାରରେ ଛଡ଼େଇକି 2 ମୁଠା ଖାଇନେଲେ। 3 ମୁଠା ଯେମିତି ହଉଛି ସେଇ ସମୟରେ ରୁକ୍ମିଣୀ ବନ୍ଦ କରିଦେଲେ। ବୋଲେ ବୃନ୍ଦାବନ ବିହାରୀ ଲାଲ କି ହୋ। ତ ସୁଦାମା ଗୋଟିଏ ରାତ୍ରି ପର୍ଯ୍ୟନ୍ତ ହିଁ ଦ୍ୱାରିକାରେ ଥିଲେ। ତା ସକାଳ ହେବା ମାତ୍ରେ ସୁଦାମା କୌଣସି ଜିନିଷ ଶ୍ରୀକୃଷ୍ଣଙ୍କୁ ମାଗି ନଥିଲେ କି ଶ୍ରୀକୃଷ୍ଣ କିଛି ଜିନିଷ କୃଷ୍ଣ କିଛି କହିନଥିଲେ। ଏଇଭଳିଆ ସୁଦାମା ଯେମିତି ଯାଇଥିଲା ସେମିତି ଗୋଟିଏ ରାତି ପରେ ଯିବା ପାଇଁ ବିଦାୟ ମାଗିଛି। ମୁଣ୍ଡ ଆର ସନ୍ତୋଷ ତ କହିଲା ତମ ପତ୍ନୀ ମାନଙ୍କୁ ଟିକେ ଡାକ। ତ ଶ୍ରୀକୃଷ୍ଣ ସମସ୍ତ ପତ୍ନୀ ମାନଙ୍କୁ ଡାକିଲେ ଆଉ ସୁଦାମା ସମସ୍ତ ପତ୍ନୀ ମାନଙ୍କୁ ଏ ଆଶୀର୍ବାଦ ଦଉଛନ୍ତି। ତ ଏମିତି ଜଣେ ପରେ ଜଣେ ଜଣେ ପରେ ଜଣେ 16,108 ମାନେ କେତେ ଦେବ ଆୟୁଷ୍ମତି ଭବ କିଏ କେତେ ଭବ ଇଏ ସବୁ ଆଶୀର୍ବାଦ ଦଉ ଦଉ ଇଏ ସୁଦାମା ପୁରା ଦୁର୍ବଳ ଅଛନ୍ତି। ତ କେତେ ଅଛନ୍ତି? ଆରେ କହ୍ନୈୟା ଆରେ ଲାଲା ଆଉ କେତେ ଅଛନ୍ତି? ବୋଲେ ଶ୍ରୀକୃଷ୍ଣଙ୍କର 16,108 କନ୍ୟା। ତ ଏତେ ଅଛନ୍ତି ତମେ ହିଁ ପ୍ରଣାମ କରିଦିଅ ସମସ୍ତଙ୍କ ପାଇଁ ତମକୁ ଆଶୀର୍ବାଦ ଦେଇକି ଚାଲିଯିବ। ତ ଏଇ ସୁଦାମା ଯତ ସିଆଡେ ସମସ୍ତେ ମିଶିକି ଠାରୁ ସୁଦାମା ବିଦାୟ ନେଇକି ପୁନର୍ବାର ସିଏ ନିଜ ସ୍ଥାନକୁ ଯାଉଛନ୍ତି। ତ ସେଇ ସ୍ଥାନରେ ବଡ଼ ବିଚିତ୍ର ଦୃଶ୍ୟ ଦେଖିଲେ। ଗଲା ପରେ ଯେଉଁ ଗରିବ ଘର ଥିଲା ସିଏ ପୁରା ମହଲରେ ପରିଣତ ହେଇଯାଇଛି। ଶ୍ରୀକୃଷ୍ଣ ଏମିତି ଦେଇଦେଲେ ଏମିତି ସମ୍ପତ୍ତି ଦେଇଦେଲେ। ଇଏ ସୁଶୀଲା ବଡ଼ ସୁନ୍ଦର ସଜବାଜ ହେଇକି ଦାସ ଦାସୀ ସମସ୍ତଙ୍କ ସହିତ ଯେତେବେଳେ ସୁଦାମା ପହଞ୍ଚି ଗଲେ ଆଉ ସେ ଜଣଙ୍କୁ ପଚାରିଲେ ଇଏ କାହା ଘର? ନା ସୁଦାମାଙ୍କ ଘର। ମାନେ ହୁଳହୁଳି ଦିଅ ଆରେ ଇଏ ସୁଦାମାଙ୍କ ଘର। ତ ସୁଦାମାଙ୍କର ପତ୍ନୀ ସ୍ୱାଗତ କରିବା ପାଇଁ ଚାଲି ଆସିଲେ। ତ ଏଇଭଳିଆ କଥା ଶ୍ରୀକୃଷ୍ଣ ସୁଦାମାଙ୍କର କଥା। ତ ବର୍ତ୍ତମାନ ବୋଲି ନନ୍ଦନ